ମେସିନ୍ ଏବଂ ମେକାନିଜିମ୍ ସିଦ୍ଧାନ୍ତ। ମେକାନିଜିମ୍ ଏବଂ ମେସିନ୍ ମେକାନିଜିମ୍ ଯଦି ଅନେକ ଗୁଡ଼ିଏ ବସ୍ତୁକୁ ଏପରି ଭାବରେ ଯୋଡ଼ାଯାଏ ଯେ ଗୋଟିକର ଗତି ଅନ୍ୟମାନଙ୍କ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଏବଂ ପୂର୍ବାନୁମାନ ଯୋଗ୍ୟ ଗତି ସୃଷ୍ଟି କରେ, ତେବେ ତାହାକୁ ମେକାନିଜିମ୍ କୁହାଯାଏ। ଏହା ଗତିକୁ ସଞ୍ଚାରିତ କିମ୍ବା ରୂପାନ୍ତରିତ କରିଥାଏ, ଯେପରିକି ସ୍ଲାଇଡର, କ୍ରାଙ୍କ ମେକାନିଜିମ୍, ଟାଇପରାଇଟର, ସ୍ପ୍ରିଙ୍ଗ ଖେଳନା ଇତ୍ୟାଦି। ମେସିନ୍ ଏକ ମେସିନ୍ ହେଉଛି ଏକ ମେକାନିଜିମ୍ କିମ୍ବା ଏକାଧିକ ମେକାନିଜିମ୍ର ସମାହାର ଯାହା ଅଂଶଗୁଡ଼ିକୁ ଗତି ପ୍ରଦାନ କରିବା ସହିତ ଉପଲବ୍ଧ ଯାନ୍ତ୍ରିକ ଶକ୍ତିକୁ ସଞ୍ଚାରିତ ଓ ରୂପାନ୍ତରିତ କରି କୌଣସି ଇଚ୍ଛିତ କାର୍ଯ୍ୟରେ ପରିଣତ କରେ। ନିୟନ୍ତ୍ରିତ ଗତିର ପ୍ରକାର ସମ୍ପୂର୍ଣ୍ଣ ନିୟନ୍ତ୍ରିତ ଗତି ଯେତେବେଳେ ପ୍ରୟୋଗ କରାଯାଇଥିବା ବଳର ଦିଗ ନିର୍ବିଶେଷରେ ଏକ ଯୁଗଳର ଦୁଇଟି ଉପାଦାନ ମଧ୍ୟରେ ଗତି କେବଳ ଏକ ନିର୍ଦ୍ଦିଷ୍ଟ ଦିଗରେ ହୋଇଥାଏ। ସଫଳତାର ସହ ନିୟନ୍ତ୍ରିତ ଗତି ଯେତେବେଳେ ଦୁଇଟି ଉପାଦାନ ମଧ୍ୟରେ ଗତି ଏକାଧିକ ଦିଗରେ ସମ୍ଭବ ହୋଇପାରେ, କିନ୍ତୁ କୌଣସି ବାହ୍ୟ ମାଧ୍ୟମ ବ୍ୟବହାର କରି କେବଳ ଏକ ନିର୍ଦ୍ଦିଷ୍ଟ ଦିଗରେ ଗତି କରାଯାଏ, ଯେପରିକି ବାହ୍ୟ ଭାର ଅଧୀନରେ ଥିବା ଏକ ଫୁଟ୍ ଷ୍ଟେପ୍ ବିୟରିଂରେ ସାଫ୍ଟ କିମ୍ବା ପିଷ୍ଟନ ପିନ୍ର ପ୍ରତିବନ୍ଧକ ହେତୁ ଆଇସି ଇଞ୍ଜିନ୍ ସିଲିଣ୍ଡର ଭିତରେ ପିଷ୍ଟନର ଗତି। ଅସମ୍ପୂର୍ଣ୍ଣ ନିୟନ୍ତ୍ରିତ ଗତି ଯେତେବେଳେ ଉପାଦାନ ଗୁଡ଼ିକ ମଧ୍ୟରେ ଗତି ଏକାଧିକ ଦିଗରେ ସମ୍ଭବ ହୋଇଥାଏ ଏବଂ ଏହା ପ୍ରୟୋଗ କରାଯାଇଥିବା ବଳର ଦିଗ ଉପରେ ନିର୍ଭର କରେ, ଯେପରିକି ଏକ ଗୋଲାକାର ବିୟରିଂ ଛିଦ୍ର ଭିତରେ ସିଲିଣ୍ଡ୍ରିକାଲ ସାଫ୍ଟ। ଦୃଢ଼ ଏବଂ ପ୍ରତିରୋଧକ ବସ୍ତୁ ଦୃଢ଼ ବସ୍ତୁ ବାହ୍ୟ ବଳ ପ୍ରୟୋଗ ହେଲେ ମଧ୍ୟ ଏହାର ଆକାରରେ କୌଣସି ବିକୃତି ଘଟେ ନାହିଁ। ପ୍ରତିରୋଧକ ବସ୍ତୁ ଯେଉଁ ବସ୍ତୁଗୁଡ଼ିକ ନିଜର ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ଦୃଢ଼ ବସ୍ତୁ ପରି କାର୍ଯ୍ୟ କରନ୍ତି, ଯେପରିକି ବେଲ୍ଟ ଡ୍ରାଇଭ୍ ସିଷ୍ଟମରେ ବେଲ୍ଟ ଯାହା ଟେନସାଇଲ୍ ବଳର ଅଧୀନରେ ଥିବା ବେଳେ ଦୃଢ଼ ବସ୍ତୁ ପରି କାର୍ଯ୍ୟ କରେ। ଲିଙ୍କ ଏବଂ ଜଏଣ୍ଟ ଏକ ଲିଙ୍କ ହେଉଛି ଏକ ମେକାନିଜିମର ଏକ ସଦସ୍ୟ ଯାହା ଅନ୍ୟ ସଦସ୍ୟମାନଙ୍କୁ ଯୋଡ଼ିଥାଏ ଏବଂ ସେମାନଙ୍କ ତୁଳନାରେ ଗତିଶୀଳ ହୋଇଥାଏ। ସଂଯୋଗ ବିନ୍ଦୁ ଆଧାରରେ ଲିଙ୍କ ବାଇନାରୀ, ଟର୍ନାରୀ କିମ୍ବା କ୍ୱାଟର୍ନାରୀ ହୋଇପାରେ। ବାଇନାରୀ ଜଏଣ୍ଟ ଗୋଟିଏ ସଂଯୋଗ ନୋଡରେ ଦୁଇଟି ଲିଙ୍କ ଯୋଡ଼ି ହେଲେ ଏହା ଗଠିତ ହୁଏ। ଟର୍ନାରୀ ଜଏଣ୍ଟ ଗୋଟିଏ ସଂଯୋଗ ନୋଡରେ ତିନୋଟି ଲିଙ୍କ ଯୋଡ଼ି ହେଲେ ଏହା ଗଠିତ ହୁଏ। ଏହା ଦୁଇଟି ବାଇନାରୀ ଜଏଣ୍ଟ ସହ ସମାନ ବୋଲି ଧରାଯାଏ। କ୍ୱାଟର୍ନାରୀ ଜଏଣ୍ଟ ଗୋଟିଏ ସଂଯୋଗ ନୋଡରେ ଚାରୋଟି ଲିଙ୍କ ଯୋଡ଼ି ହେଲେ ଏହା ଗଠିତ ହୁଏ। ଏହା ତିନିଟି ବାଇନାରୀ ଜଏଣ୍ଟ ସହ ସମାନ ବୋଲି ଧରାଯାଏ। ସାଧାରଣ ନିୟମ ଯଦି n ଲିଙ୍କ ଗୋଟିଏ ଜଏଣ୍ଟରେ ସଂଯୁକ୍ତ ହୁଅନ୍ତି, ତେବେ ସେହି ଜଏଣ୍ଟ n-1 ବାଇନାରୀ ଜଏଣ୍ଟ ସହ ସମାନ ହେବ। କାଇନେମାଟିକ୍ ଯୁଗଳର ଶ୍ରେଣୀ ବିଭାଗ ସମ୍ପର୍କର ପ୍ରକୃତି ଅନୁଯାୟୀ ଲୋୟର ପେୟାର ସଦସ୍ୟମାନଙ୍କ ମଧ୍ୟରେ କ୍ଷେତ୍ରଫଳ କିମ୍ବା ପୃଷ୍ଠତଳ ସମ୍ପର୍କ, ଯେପରିକି ସ୍କ୍ରୁ ଉପରେ ଘୁରୁଥିବା ନଟ୍, ବିୟରିଂରେ ଘୁରୁଥିବା ସାଫ୍ଟ, ସ୍ପାଇଡର କ୍ରାଙ୍କ ମେକାନିଜିମର ସମସ୍ତ ଯୁଗଳ। ହାୟର ପେୟାର ଲିଙ୍କ ଗୁଡ଼ିକ ମଧ୍ୟରେ ବିନ୍ଦୁ କିମ୍ବା ରେଖା ସମ୍ପର୍କ, ଯେପରିକି ପୃଷ୍ଠତଳ ଉପରେ ଗଡୁଥିବା ଚକ, କ୍ୟାମ୍ ଏବଂ ଫୋଲର ଯୁଗଳ। ଯାନ୍ତ୍ରିକ ପ୍ରତିବନ୍ଧକ ପ୍ରକୃତି ଅନୁଯାୟୀ କ୍ଲୋଜ୍ଡ ପେୟାର ଉପାଦାନ ଗୁଡ଼ିକ ଯାନ୍ତ୍ରିକ ଭାବରେ ଏକାଠି ରହିଥାନ୍ତି, ଅନ୍ତତଃ ପକ୍ଷେ ଗୋଟିଏ ସଦସ୍ୟ ନଷ୍ଟ ନହେଲେ ସମ୍ପର୍କ ଭାଙ୍ଗିବ ନାହିଁ। ସମସ୍ତ ଲୋୟର ପେୟାର ହେଉଛି କ୍ଲୋଜର ପେୟାର। ଓପନ ପେୟାର ମାଧ୍ୟାକର୍ଷଣ କିମ୍ବା ସ୍ପ୍ରିଙ୍ଗ କ୍ରିୟା ଭଳି ବାହ୍ୟ ବଳ ଯୋଗୁଁ ଲିଙ୍କ ଗୁଡ଼ିକ ସମ୍ପର୍କରେ ଥାନ୍ତି, ଯେପରିକି କ୍ୟାମ୍, ଫୋଲର। ଆବେଗିକ ଗତି ଅନୁଯାୟୀ ସ୍ଲାଇଡିଂ ପେୟାର, ଟର୍ନିଂ ପେୟାର, ରୋଲିଂ ପେୟାର, ସ୍କ୍ରୁ ପେୟାର, ହେଲିକାଲ, ଯେପରିକି ଲେଥର ଲିଡ୍ ସ୍କ୍ରୁ ଏବଂ ନଟ୍, ଏବଂ ସ୍ପେରିକାଲ ପେୟାର, ଯେପରିକି ବଲ୍ ଏବଂ ସକେଟ୍ ଜଏଣ୍ଟ। ସ୍ୱାଧୀନତାର ମାତ୍ରା ଡିଗ୍ରୀ ଅଫ ଫ୍ରିଡମ ଗୋଟିଏ ଲିଙ୍କ ଅନ୍ୟ ଏକ ଲିଙ୍କ ସହ ସଂଯୋଗ ହେବା ଦ୍ୱାରା ଆପେକ୍ଷିକ ଗତି ଉପରେ ପ୍ରତିବନ୍ଧକ ସୃଷ୍ଟି ହୁଏ। ଡିଗ୍ରୀ ଅଫ ଫ୍ରିଡମ = 6 - ରିଷ୍ଟ୍ରେଣ୍ଟ ସଂଖ୍ୟା। ସ୍ପେସ୍ ମେକାନିଜିମ୍
F is equal to 6 whole L minus 1 minus 5p1 minus 4p2 minus 3p3 minus 2p4 minus p5 ଯେଉଁଠାରେ L ମୋଟ ଲିଙ୍କ P1 ରୁ P5 ଯଥାକ୍ରମେ 1 ରୁ 5 ଡିଗ୍ରୀ ଅଫ୍ ଫ୍ରିଡମ୍ ଥିବା ଯୁଗଳକୁ ଦର୍ଶାଏ। ପ୍ଲେନ୍ ମେକାନିଜିମ୍ 2D କୁର୍ଟ୍ଜବାକ୍‌ଙ୍କ ମାପଦଣ୍ଡ କୁର୍ଟ୍ଜବାକ୍‌ଙ୍କ କ୍ରାଇଟେରିୟନ୍ସ F is equal to 3 whole L minus 1 minus 2j minus h ଯେଉଁଠାରେ L ଲିଙ୍କ ସଂଖ୍ୟା J ବାଇନାରୀ ଜଏଣ୍ଟ ସଂଖ୍ୟା H ହାୟର ଜଏଣ୍ଟ ସଂଖ୍ୟା ଗ୍ରୁବରଙ୍କ ସମୀକରଣ ଗ୍ରୁବଲରଙ୍କ ସମୀକରଣ ଏକକ ଡିଗ୍ରୀ ଅଫ୍ ଫ୍ରିଡମ୍ ଏବଂ ଶୂନ୍ୟ ହାୟର ପେୟାର ଥିବା ପ୍ଲେନ୍ ମେକାନିଜିମ୍ ପାଇଁ 3L minus 2J minus 4 is equal to 0 କାଇନାମେଟିକ୍ ଚେନ୍ ସର୍ତ୍ତାବଳୀ ଏକ ଆବଦ୍ଧ ଚେନ୍ ଏକ କାଇନାମେଟିକ୍ ଚେନ୍ ହୁଏ ଯେତେବେଳେ ଆପେକ୍ଷିକ ଗତି ସମ୍ପୂର୍ଣ୍ଣ କିମ୍ବା ସଫଳତାର ସହ ନିୟନ୍ତ୍ରିତ ହୋଇଥାଏ। ସମ୍ପର୍କଗୁଡ଼ିକ ଅନ୍ତର୍ଭୁକ୍ତ L ଇକ୍ୱାଲ୍ ଟୁ P ମାଇନସ୍ 4 ଏବଂ 2J ଇକ୍ୱାଲ୍ ଟୁ PL ମାଇନସ୍ 4 ଯଦି LHS RHS ଟୁ ବଡ଼ ହୁଏ ଲିଙ୍କ୍ଡ ଚେନ୍ ଫ୍ରେମ୍ କିମ୍ବା ଷ୍ଟ୍ରକ୍ଚର F is equal to 0 ହେଲେ ସୁପରଷ୍ଟ୍ରକ୍ଚର ଯଦି F less than 0 ହୁଏ ଯଦି LHS RHS ସମାନ ହୁଏ କାଇନାମେଟିକ୍ ଚେନ୍ ନିୟନ୍ତ୍ରିତ ଗତି F is equal to 1 ଯଦି LHS ଛୋଟ ହୁଏ RHS ଟୁ ଅନିୟନ୍ତ୍ରିତ ଚେନ୍ F greater than 1 4 ବାର ମେକାନିଜିମ୍ ଏବଂ ଗ୍ରାସୋଫ ନିୟମ ଗ୍ରାସୋଫ ନିୟମ ଅନୁଯାୟୀ ଏକ ପ୍ଲାନାର 4 ବାର ଲିଙ୍କେଜ୍ ପାଇଁ ନିରନ୍ତର ଆବେଗିକ ଗତି ପାଇଁ ସବୁଠାରୁ ଛୋଟ ଏବଂ ସବୁଠାରୁ ଲମ୍ବା ଲିଙ୍କର ସମଷ୍ଟି ଅବଶିଷ୍ଟ ଦୁଇଟି ଲିଙ୍କ ସମଷ୍ଟିଠାରୁ ଅଧିକ ହୋଇପାରିବ ନାହିଁ। S plus L is less than equal to P plus Q case 1 S plus L less than P plus Q S fixed ହେଲେ ଡବଲ ଲିଙ୍କ ଡବଲ କ୍ରାଙ୍କ ମେକାନିଜିମ୍ P କିମ୍ବା Q S ର ପାର୍ଶ୍ୱବର୍ତ୍ତୀ ଫିକ୍ସଡ ହେଲେ କ୍ରାଙ୍କ ରକର ମେକାନିଜିମ୍ L S ର ବିପରୀତ ଫିକ୍ସଡ ହେଲେ ରକର ମେକାନିଜିମ୍। Case 2 S plus L is equal to P plus Q ସମସ୍ତ ଲିଙ୍କର ଦୈର୍ଘ୍ୟ ଭିନ୍ନ ହେଲେ କେସ୍ 1 ପରି କାର୍ଯ୍ୟ କରେ। ସାମାନ୍ତରିକ ଲିଙ୍କେଜ S is equal to P L is equal to Q S କିମ୍ବା L fixed ହେଲେ କ୍ରାଙ୍କ ମେକାନିଜିମ୍ ଡେଲ୍ଟଏଡ୍ ଲିଙ୍କେଜ X fixed ହେଲେ କ୍ରାଙ୍କ L fixed ହେଲେ କ୍ରାଙ୍କ ରକର ମେକାନିଜିମ୍। Case 3 S plus L greater than P plus Q ଗ୍ରାସୋଫ ନିୟମ ପାଳନ ହୁଏ ନାହିଁ ସର୍ବଦା ଏକ ରକର ମେକାନିଜିମ୍ ଗଠନ କରେ। ମେକାନିଜିମ୍ ଇନଭର୍ସନ 4 ବାର ମେକାନିଜିମ୍ ଲୋକୋମୋଟିଭର କପ୍ଲିଂ ରଡ୍ beam engine watts indicator स्लाइडर क्रांक मेकानिज्म प्रथम इनवर्सन्स लिंक को एक फिक्स्ड रेसिप्रोकेटिंग इंजन बा कंप्रेशन द्वितीय इनवर्सन्स लिंक टू फिक्स्ड क्रांक Whitworth pitch return mechanism rotary radial engine तृतीय इनवर्सन्स लिंक 3 फिक्स्ड कनेक्टिंग रड क्रांक एवं स्लॉटेड लीवर मेकानिज्म oscillating cylinder mechanism चतुर्थ इनवर्सन्स लिंक 4 फिक्स्ड स्लाइडर हैंड पंप बुल इंजन डबल स्पाइडर crank mechanism प्रथम इनवर्सन्स लिंक 1 फिक्स्ड elliptical ट्रामेल द्वितीय इनवर्सन्स स्लाइडर 2 फिक्स्ड स्कॉट योक mechanism तृतीय इनवर्सन्स लिंक 3 फिक्स्ड वर्ल्ड हार्म क्लपिंग ଯାନ୍ତ୍ରିକ ଲାଭ ମେକାନିକାଲ ଆଡଭାଣ୍ଟେଜ ଏମଏ ଆଉଟପୁଟ ବଳ କିମ୍ବା ଟର୍କ ଇନପୁଟ ବଳ କିମ୍ବା ଓମେଗା 2 ବାଇ ଓମେଗା 5 ଯଦି ଟ୍ରାନ୍ସମିଶନ କୋଣ ଗାମାର ମୂଲ୍ୟ 0 କିମ୍ବା 180 ସହ ସମାନ ହୁଏ ତେବେ ଓମେଗା 4 0 ହୋଇଯାଏ ଯାହା ଯାନ୍ତ୍ରିକ ଲାଭକୁ ଅସୀମ କରିଦିଏ ଏହି ଚରମ ସ୍ଥିତିକୁ ଟଗଲ ପୋଜିସନ କୁହାଯାଏ। ବେଗ ବିଶ୍ଳେଷଣ ଘୂର୍ଣ୍ଣନ କେନ୍ଦ୍ର ଠାରୁ r ବ୍ୟାସାର୍ଦ୍ଧରେ ଥିବା ବିନ୍ଦୁ A ର ରୈଖିକ ବେଗ
VA naught is equal to R omega VA naught ର ଦିଗ ସର୍ବଦା ଲିଙ୍କ OA ପ୍ରତି ଲମ୍ବ ଅଟେ। ଘର୍ଷଣ ବେଗ ଏହି ସ୍ଥିର ଲିଙ୍କରେ ପିନ୍ ଭି RUP R ପିନ୍ ଓମେଗା ବିପରୀତ ଦିଗରେ ଘୁରୁଥିବା ଦୁଇଟି ଗତିଶୀଳ ଲିଙ୍କକୁ ଯୋଡୁଥିବା ପିନ୍ ଭି ଡ୍ରପ୍ R ପିନ୍ ଓମେଗା 1 ପ୍ଲସ୍ ଓମେଗା 2 ଇନଷ୍ଟାଣ୍ଟାନିୟସ୍ କେନ୍ଦ୍ର ଆଇ ସେଣ୍ଟର ଏନ୍ ଲିଙ୍କ ଥିବା ଏକ ମେକାନିଜିମ୍ ପାଇଁ ସମୁଦାୟ ଇନଷ୍ଟାଣ୍ଟାନିୟସ୍ କେନ୍ଦ୍ର ସଂଖ୍ୟା n is equal to n whole n minus 1 by 2 ସେଣ୍ଟ୍ରୋଏଡ୍ ସମ୍ପୂର୍ଣ୍ଣ ଗତି ଚକ୍ରରେ ସମସ୍ତ ଇନଷ୍ଟାଣ୍ଟାନିୟସ୍ କେନ୍ଦ୍ରର ପଥ ଆକ୍ସୋଡ୍ ଇନଷ୍ଟାଣ୍ଟାନିୟସ୍ ଅକ୍ଷର ଗୁଡ଼ିକ ପୃଷ୍ଠତଳ ପଥ କେନେଡିଙ୍କ ଉପପାଦ୍ୟ ଯଦି ତିନୋଟି ବସ୍ତୁର ଆପେକ୍ଷିକ ଗତି ଥାଏ ତେବେ ସେମାନଙ୍କର ତିନୋଟି ଇନଷ୍ଟାଣ୍ଟାନିୟସ୍ କେନ୍ଦ୍ର ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ। କୌଣିକ ବେଗ ଅନୁପାତ ଉପପାଦ୍ୟ angular velocity ratio theorem omega 4 by omega 2 is equal to I24 minus I12 by I24 minus I14 ତ୍ୱରଣ ବିଶ୍ଳେଷଣ ତ୍ୱରଣ ଉପାଦାନ ଗୁଡ଼ିକ ସ୍ପର୍ଶକୀୟ ଉପାଦାନ tangential components AT is equal to dB by dt is equal to r alpha ବେଗର ମାପରେ ପରିବର୍ତ୍ତନ ହେତୁ ସେଣ୍ଟ୍ରିପେଟାଲ କିମ୍ବା ରେଡିଆଲ ଉପାଦାନ AC v ସ୍କୋୟାର ବାଇ r ଓମେଗା ସ୍କୋୟାର r ବେଗର ଦିଗରେ ପରିବର୍ତ୍ତନ ହେତୁ କୋରିଓଲିସ୍ ତ୍ୱରଣ ଉପାଦାନ ଯେତେବେଳେ ଏକ ସ୍ଲାଇଡର ଓମେଗା କୌଣସି ବେଗରେ ଘୁରୁଥିବା ଏକ ଲିଙ୍କ ଉପରେ ଭି ରୈଖିକ ବେଗରେ ଗତି କରେ ଏ କୋରିଓଲିସ୍ ଓମେଗା ଭି ଏହାର ଦିଗ ଲିଙ୍କ ଘୂର୍ଣ୍ଣନ ଦିଗରେ ରୈଖିକ ବେଗ ଭେକ୍ଟର ଭି କୁ 90 ଡିଗ୍ରୀ ଘୁରାଇ ପାଇହେବ। କ୍ୟାମ୍ ଏବଂ ଫୋଲର କ୍ୟାମ୍ ଏବଂ ଫୋଲର ଏକ ହାୟର ପେୟାର ମେକାନିଜିମ୍ ଗଠନ କରନ୍ତି। ଶବ୍ଦାବଳୀ ବେସ୍ ସର୍କଲ ଘୂର୍ଣ୍ଣନ କେନ୍ଦ୍ରକୁ ଅଙ୍କାଯାଇଥିବା କ୍ୟାମ୍ ପ୍ରୋଫାଇଲ ପ୍ରତି ସବୁଠାରୁ ଛୋଟ ଘୂର୍ଣ୍ଣନ ବୃତ୍ତ ପ୍ରେସର ଆଙ୍ଗେଲ ପିଚ୍ କଭର ନର୍ମାଲ ଏବଂ ଫୋଲର ଗତିର ଦିଗ ମଧ୍ୟରେ ଥିବା କୋଣ ଏହା ପିଚ୍ ପଏଣ୍ଟରେ ସର୍ବାଧିକ ହୋଇଥାଏ। ପ୍ରାଇମ୍ ସର୍କଲ ପିଚ୍ କର୍ଭ ପ୍ରତି ସ୍ପର୍ଶକ ଭାବରେ ଅଙ୍କାଯାଇଥିବା ସବୁଠୁ ଛୋଟ ବୃତ୍ତ ଏବଂ ବଳ F ଏକ ଲିଫ୍ଟିଂ ଉପାଦାନ ଏବଂ ଏକ ସାଇଡ୍ ଥ୍ରଷ୍ଟ ଉପାଦାନ ବ୍ୟବହୃତ କରାଯାଇଛି cos F cos alpha F sin alpha ବେସ୍ ସର୍କଲ ବ୍ୟାସ ବଢାଇବା ଦ୍ୱାରା ପ୍ରେସର ଆଙ୍ଗେଲ ଏବଂ ସାଇଡ୍ ଥ୍ରଷ୍ଟ ବଳକୁ କମାଇବାରେ ସାହାଯ୍ୟ କରେ। ଗିଅର ଏବଂ ଗିଅର ଟ୍ରେନ୍ ଗିଅର ଗୁଡ଼ିକ ଏକ ସ୍ଲିପ୍ ମୁକ୍ତ ପଜିଟିଭ ଡ୍ରାଇଭ୍ ମେକାନିଜିମ୍ ପ୍ରଦାନ କରନ୍ତି। ମୁଖ୍ୟ ଜ୍ୟାମିତିକ ସୂତ୍ର ମଡ୍ୟୁଲ M is equal to d by t ବ୍ୟାସରେ mm ରେ ଦାନ୍ତ ସଂଖ୍ୟା circular pitch by d by t equal by diametral pitch ସ୍ଲାଇଡର ବେଗ vs omega 1 plus omega 2 PC ହେଉଛି ପିଚ୍ ପଏଣ୍ଟରୁ ସମ୍ପର୍କ ବିନ୍ଦୁ ଦୂରତା path of contact POC arc of contact POC contact ratio गियर ट्रेन सिंपल गियर ट्रेन आइडल गियर गति अनुपात को प्रभावित करे नहीं ट्रेन वैल्यू इक्वल टू n last by n first n t first by t last कंपाउंड गियर ट्रेन एकाधिक गियर गोटे शाफ्ट बांटी ट्रेन वैल्यू ड्राइविंग गियर दांतर गुणफल by डिफेन गियर दांतर गुणफल रिवर्टेड गियर ट्रेन कोक्सियल इनपुट एवं आउटपुट शाफ्ट R1 plus R2 R3 plus R4 इपी साइक्लिक गियर में दुईटी डिग्री ऑफ फ्रीडम थाए फ्लाई व्हील यहाँ एक शक्ति भंडार भाव कार्य करे जहाँ चक्र बेग अस्थिरता को चिकण करे प्रति चक्र कार्य WT में 2 stroke 5 4 5 4 stroke वेग अस्थिरतार गुणांक CSN max minus n min by min शक्तिर सर्वाधिक अस्थिरता डेली डेली I ओमेगा
mean square safe beam tensile hook stress ma is equal to h naught b square equal b square root of sigma by s naught. संतुलन static balance মোট সেন্ট্রিফিউগাল বল শূন্য হয়ে ডাইনামিক ব্যালেন্স মোট সেন্ট্রিফিউগাল বল এবং কম্পন উভয় ଶୂନ୍ୟ ହୁଅନ୍ତି। ଆଂଶିକ ପ୍ରାଥମିକ ବଳ ସନ୍ତୁଳନ ଅବଶ୍ୟ ଅସନ୍ତୁଳିତ ବଳ ଲୋକୋମୋଟିଭ ପ୍ରଭାବ ହାମର ଲୋ ବଳ ପରିବର୍ତ୍ତନ ସୁଇଂ କାପଲ ଗଭର୍ଣ୍ଣର ଲୋଡ ପରିବର୍ତ୍ତନ ଅନୁଯାୟୀ ଇନ୍ଧନ ପ୍ରବାହକୁ ନିୟନ୍ତ୍ରଣ କରି ଇଞ୍ଜିନର ହାରାହାରି ବେଗକୁ ନିୟନ୍ତ୍ରିତ କରେ। वाट गवर्नर H895 by n square meter portal governor n square by 895 by h n square is equal to n95 by h 2mg plus mg by Hartnell governor कठिनता Hartnell governor stiffness k is equal to 2 whole a by b whole square x sigma by r नियंत्रण बल सरल सरल रेखा प्रोफाइल एफ सी इक्वल एआर प्लस बी सी स्टेबल यदि बी लेस देन 0 आई वन यदि बी इक्वल 0 यदि बी कंपन मुक्त अणदंपति आवृत्ति अनडैम्प्ड frequency omega n square root of s by m finite square root of s by m by damping factor tau is equal to c by c by root over square logarithmic decrement delta परिवर्धन गुणांक मैग्निफिकेशन फैक्टर एम 1 by square root of ओमेगा ओमेगा आफ्टर व्हीलिंग क्रिटिकल वेग विच्युति टर्सनल समतुल्य शाफ्ट